ମୁଁ ଶାନ୍ତ ଥିଲେ ବ୍ରାହ୍ମଣ ଆଉ ଅଶାନ୍ତ ହେଲେ ରାବଣ। ଯାତ୍ରା ଖଳନାୟକ ମହାବଳ ସଞ୍ଜୟ ବଳ ନିଜ ଭୁଲ ସ୍ୱୀକାର କରିଛନ୍ତି। ଓଡ଼ିଶା ଅପେରା ମାଷ୍ଟର୍ସ ଆସୋସିଏସନର ବୈଠକରେ ନିଜ ଭୁଲ ସ୍ୱୀକାର କରିଛନ୍ତି ଏବଂ ସିଏ ଦାବି କରିଛନ୍ତି ତାଙ୍କର ଅବସର ଗୋଟେ ଶ୍ରେଷ୍ଠ ଅବସର ହଉ ଆଉ ତାଙ୍କର ଯୋଉ ମହାବଳ ରୂପରେ ଯୋଉ ସଞ୍ଜୟ ବଳକୁ ପ୍ରତ୍ୟେକ ଯାତ୍ରା ଦର୍ଶକ ମନେ ରଖିଥିଲେ ଗୁରୁମାନେ ତାକୁ ସେଭଳି ଅଭିନୟ କରିବା ପାଇଁ ତାଙ୍କ ପାଇଁ ଲେଖନ୍ତୁ। ସେ ସମ୍ପର୍କରେ ଆଜି ବିବାଦ ତୁଟିଛି। ଆଗାମୀ ଯାତ୍ରା ଋତୁରେ ରାଜନନ୍ଦିନୀରେ ରାବଣ ଚରିତ୍ରରେ ଦେଖିବେ ମହାବଳ ସଞ୍ଜୟ ବଳକୁ। ସେ ସମ୍ପର୍କରେ ଆଲୋଚନା କରିବା। ସଞ୍ଜୟ ବାବୁ ଅନେକ ଅନେକ ସ୍ୱାଗତ ଓଟିଭିକୁ। ନମସ୍କାର, ଜୟ ଜଗନ୍ନାଥ। ଓଟିଭିକୁ ଆସିଥିଲେ, ଷ୍ଟୁଡିଓକୁ ଆସିଥିଲେ, ଓଟିଭିରେ କିଛି କଥା କହିଦେଇଥିଲେ। କଣ ଭୁଲଟା ଆପଣ କହିଦେଇଥିଲେ କହିଲେ? କଣ ଗୋଟେ କହିଦେଇଥିଲି ତ ତାକୁ ଆଉ ମୁଁ ଓନାର ମାନେ ବ୍ରେକ୍ କରିବାକୁ ଚାହୁଁନି। ଯାଉ ତ ସବୁ ସମାଧାନ ହେଲା। ମୋ ଚରିତ୍ର ପାଇଁ ମୁଁ କହିଥିଲି, ସାର୍ ମାନେ ବର୍ତ୍ତମାନ ଆକ୍ସେପ୍ଟ କଲେ ଯେ ହଁ ସଞ୍ଜୟ ଚରିତ୍ର ସଞ୍ଜୟ ପାଇଁ ଚରିତ୍ର ସ୍ୱତନ୍ତ୍ର ସୃଷ୍ଟି ହେବ। ରାବଣ ଆସୁଛି ମୋର ଗୋଟେ ମାନିଆ ନାଟକ। ଶାନ୍ତ ଥିଲେ ମୁଁ ବ୍ରାହ୍ମଣ ଅଶାନ୍ତ ହେଲେ ରାବଣ। କଣ ଭୁଲ ମାଗିଲେ? ହଁ ଭୁଲ ମାନେ ସାର୍ ଛାତ୍ର ଯେତେ ଭୁଲ କଲେ ବି କଣ କ୍ଷମା କରିବେନି। କୋଉ କହିଦେଇଥିଲି ଯାହା ବି ହେଲା ଠିକ ହେଲା। ତା ଭିତରେ କିଛି ଭୁଲ ହେଇଥିଲା ସେ ସବୁ ସଂଶୋଧନ ହେଲା। ସାର୍ ତ କ୍ଷମା କଲେ। ସେମାନେ କ୍ଷମା କରିଦେଲେ? ଆଜ୍ଞା ଆଜ୍ଞା। କଣ କହିକି ଭୁଲ ମାଗିଲେ? କହିଲି ସାର୍ ମୁଁ ତ କୋଉ କଣ କହିଦେଇଥିଲି ଆଉ ତେଣୁ ମତେ କ୍ଷମା କରିଦେଲି। କୋଉ କହିଦେଇଥିଲେ ନା ଅଭିମାନ କରିକି କହିଦେଇଥିଲେ? ଅଭିମାନ କରି ମୋ ଅନ୍ତରକୁ ବାଧିଥିଲା ବୋଲି ମୁଁ କହିଥିଲି। ନହେଲେ ମୁଁ 36 ବର୍ଷ ହେଲାଣି କହିନଥିଲି। ଆଜି କାହିଁ କହିଲି? ତେଣୁ ମୋ ହୃଦୟକୁ ବାଧିଥିଲା ବୋଲି ମୁଁ କହିଥିଲି। 36 ବର୍ଷ ହେଲା ମୁଁ କହିନଥିଲି। ତେଣୁ ସେଇଟା ଆଜି ସାର୍ଙ୍କ ସାମ୍ନାରେ ପରିପ୍ରକାଶ କଲି। ସାର୍ ଆକ୍ସେପ୍ଟ କଲେ ଆଉ କହିଲେ ନା। ମୁଁ କହିଲି ମୋତେ ସଞ୍ଜୟ ବଳ ହିଁ ବଞ୍ଚିବାକୁ ଦିଅନ୍ତୁ। ତେଣୁ ଆପଣ ଯେ ସେ ରଖି ଗ୍ରାମ ରଖି ସେ ଅମୁକେ ସମିକେ ଯେ ପଇସା ପାଇଁ ସଞ୍ଜୟ ବଳ ବଡ଼ ବ୍ୟାନର କାର୍ଡ ଦେଇକି ମୁଁ ସେମିତି ଆଜ୍ଞା ମୁଁ ପଇସାକୁ ଚାହିଁନାହାନ୍ତି, ଆପଣ କେବଳ ଅଭିନୟକୁ ବାସ୍ ମୋ ଅଭିନୟ କର ଆଜ୍ଞା। ଆପଣ ଏବେ ରାଜନନ୍ଦିନୀରେ ଯୋଉ ଦୁଇଟି ଚର୍ଚ୍ଚିତ ନାଟକ ହେବା ପାଇଁ ଯାଉଛି, ପାହାନ୍ତି ରାତିର ପାପ ଆଉ ଗୋଟେ ହଉଛି ରାବଣ। ରାବଣରେ ଯୋଉଟା କରିଛନ୍ତି ଟିଜର, ମୁଁ ଶାନ୍ତ ଥିଲେ ବ୍ରାହ୍ମଣ ଆଉ ରାଗିଗଲେ ରାବଣ। ଟିଜର ଯୋଉ ହେଇଛି ତାକୁ ସୁଟିଂ ହେଇଛି ବର୍ତ୍ତମାନ ମାର୍କେଟରେ ତ ଧୁମ୍ ଧୁମ୍ ହଉଛି। ଦେଖିବା କଣ ହଉଛି। ନୂଆ ପାର୍ଟି ବହୁ ଆଶା ନେଇକି ମାଲିକ ନେଇଛନ୍ତି। ତେଣୁ ପାର୍ଟିଟାକୁ ବଞ୍ଚେଇବାକୁ ପଡ଼ିବ। 150 କଳାକାର ତା ଭିତରେ ସେ ବି ବଞ୍ଚିବା ଦରକାର। ତେଣୁ ସେଇଥିପାଇଁ ରାବଣ ମୁଁ ଶାନ୍ତ ଥିଲେ ବ୍ରାହ୍ମଣ ଆଉ ଅଶାନ୍ତ ହେଲେ ରାବଣ। ଏ ଗୋଟିଏ ଡାଇଲଗ ପୁରା ହଁ ତ ମାନିଆ ଆଉ ମନରେ ଆଉ କିଛି ଡାଇଲଗ ନା ଆଉ କଣ ଗୁରୁ ଛାତ୍ର କଥା। ଆପଣ କହିବେ କି ନ କହିବେ ମୁଁ ସେ କଥା କହୁନି, କିନ୍ତୁ ଆପଣ ଯୋଉ କଥାଟା କହିଥିଲେ ବା ଆମ ଗଣମାଧ୍ୟମରେ କହିଥିଲେ, କିନ୍ତୁ ଏବେ ମାଲିକମାନେ ମଧ୍ୟ ସେଇ କଥା କହିଥିଲେ ଯୋଉ ଲେଖକ ନିର୍ଦ୍ଦେଶକଙ୍କୁ ଯେ ସେମାନେ କଣ ବ୍ରହ୍ମା ହେଇଗଲେଣି। ଗୋଟିଏ ପ୍ରକାର ବହି ଅନେକ ନାଟକରେ ହଉଛି। ସତ୍ୟ ଜେନା ଏ କଥା କହିଥିଲେ, ରଙ୍ଗବହଲର ମାଲିକ। ବର୍ତ୍ତମାନ ମାଲିକ କହିଥିଲେ ସେ କଣ ଚିନ୍ତାଧାରା ନେଇକି, ତେଣୁ ତାଙ୍କ ଡାଇଲଗଟାକୁ ଆମେ କାଉଣ୍ଟିଂ କଲେ କହିବ ସଞ୍ଜୟ ବଳ କପି କଲା ନା। ମୁଁ ସାଟିସ୍ଫାକ୍ସନ ହେଇପାରିନଥିଲି ମୋ ଚରିତ୍ର ଉପରେ। ତେଣୁ ମୁଁ ଅଭିମାନ ହେଇକି ସାର୍ଙ୍କୁ କହିଥିଲି। ତେଣୁ ସାର୍ ମାନେ ମନ ଦୁଃଖ କଲେ। ମନ ଦୁଃଖ କଲା ଭିତରେ ମୁଁ ଦେଖିଲି ଯେ ଯାତ୍ରାର ଛାଡ଼ିବା ହେଲୁଣି। ବର୍ଷେ 2 ବର୍ଷ 3 ବର୍ଷ ରହିବି କି ନାହିଁ। ତେଣୁ କାହିଁକି ସାର୍ କହିବେ ଯେ ସଞ୍ଜୟ ବଳଟା ଗୋଟେ ଅଭଦ୍ର। ତେଣୁ ଆମ ଜାତକ ନାହିଁ। ଆମେ ଭାବୁଛନ୍ତି 2-3 ବର୍ଷରେ ଅବସର ନେଇଯିବେ, କିନ୍ତୁ ଦର୍ଶକ ଏବେ ବି ବହୁତ ଆଶା ରଖିଛନ୍ତି ସଞ୍ଜୟ ବଳଙ୍କ ଦେହରେ ଅନେକ ଅଭିନୟ ବାକି ଅଛି, ଅନେକ ଦେଖେଇବାକୁ ବାକି ଅଛି। ଚରିତ୍ର ଯଦି ଠିକ ନ ପଡ଼ିବ ମୁଁ ବାଧ୍ୟ ହୋଇ ଯାତ୍ରାର ଅବସର ନେଇଛି, ଡିସିସନ ନେଇଛି। ଏ ବର୍ଷ ଯାଇଛି ସେଇଥିପାଇଁ ରାଜନନ୍ଦିନୀ। ଯଦି ଚରିତ୍ର ଭଲ ନ ପଇଲା ତାହେଲେ ହୁଏତ ଯାତ୍ରାରୁ ମୁଁ 2-3 ବର୍ଷ ଭିତରେ ଅବସର ନେବାଟା ଫାଇନାଲ। ଆଉ କହିବିନି ପରା, କହିଲି ସାର୍ଙ୍କୁ କହିଲି ମୁଁ ଆଉ କିଛି କହିବିନି। ତେଣୁ ମନକୁ ମନ ରହିଯିବା। ଆଉ ଦେଖିଲି ଯେ ଆଉ ନୁହଁ। ଘରେ ପରିବାର ପୁଅ ଝିଅ ସମସ୍ତେ ସେଟେଲ? ହଁ ପୁଅ ଆସିଛି ନା, ପୁଅ ତ ବେଙ୍ଗଲୋର MCA କରୁଛି। ଝିଅ ଆସିଛି, ଝିଅର ବେଙ୍ଗଲୋର ଜବ୍ କରୁଛୁ ସଫ୍ଟୱେୟାର ଇଞ୍ଜିନିୟର। ତା ମା ବି ଆସିଛି, ସେମାନେ ଗାଡ଼ିରେ ବସିଛନ୍ତି। ତେଣୁ ଯିବି ଟିକେ ଯେ ଭୁବନେଶ୍ୱର ଆସିଛନ୍ତି ମା ଝିଅ କଣ ବୁଲାବୁଲି କରି ମାର୍କେଟିଂ କରିକି ଯିବେ।
ଆମେ କହିଲି ଯାଉଛି ଯେତେବେଳେ ଭୁବନେଶ୍ୱର ମୁଁ ଧରି ପଳେଇ ଆଇଲି। ଯାତ୍ରା ଋତୁ ସରିଲା, ରଜଟା କେମିତି କଟେଇଲେ? ରଜ ଆଉ କେବେଠୁ ଆଖଡ଼ା ଶାଳରେ ଯୋଗ ଦଉଛନ୍ତି? ଆଖଡ଼ା ଶାଳ ତ 23ରେ କ'ଣ ଆଖଡ଼ା ପୂଜା, 25-26ରେ ଆରମ୍ଭ ହବ ଯିବା। ହେଲେ ସଞ୍ଜୟ ବଳକୁ ସେଇ ଦମଦାର ରୂପରେ ରାବଣ ରୂପରେ ଏଥର ଦେଖିବେ। ଷ୍ଟାର୍ଟିଂ ଯା ଏଣ୍ଡିଂ ସେୟା। ଦର୍ଶକମାନଙ୍କୁ କ'ଣ ଅନୁରୋଧ କରିବେ? ଦର୍ଶକମାନଙ୍କୁ ଅନୁରୋଧ କରିବି ଯେ ଆସନ୍ତୁ, ରାବଣଟା ଦେଖନ୍ତୁ, ପାହାନ୍ତି ରାତିରେ ପାପ ବି ଦେଖନ୍ତୁ। ଏ ବର୍ଷ ଚରିତ୍ର ଦେଖିଲା ପରେ ସେମାନେ ମୋତେ କୁହନ୍ତୁ ନା ସଞ୍ଜୟ ଭାଇ ପୁଣି କମ୍ ବ୍ୟାକ୍। ବହୁତ ବହୁତ ଧନ୍ୟବାଦ, ଅନେକ ଅନେକ ଶୁଭେଚ୍ଛା। ନମସ୍କାର। ଶୁଣୁଥିଲେ ସଞ୍ଜୟ ଭୋଳଙ୍କର ପ୍ରତିକ୍ରିୟା। ଆଗାମୀ ଯାତ୍ରା ଋତୁରେ ରାଜନନ୍ଦିନରେ ସେ ଯୋଗ ଦେଉଛନ୍ତି ଦୁଇଟି ନାଟକ, ଗୋଟିଏ ହେଲା ରାବଣ, ଆଉ ଗୋଟିଏ ହେଲା ପାହାନ୍ତି ରାତିର ପାପ। ରାବଣରେ ଗୋଟିଏ ତାଙ୍କର ଏବେ ଡାଇଲଗ ସମ୍ପୂର୍ଣ୍ଣ ରୂପେ ଭାଇରାଲ ହେବାକୁ ଯାଉଛି, ମୁଁ ଶାନ୍ତ ଥିଲେ ବ୍ରାହ୍ମଣ ଆଉ ଟିକେ ରାଗିଗଲେ ରାବଣ। ଦେଖିବାର କଥା ହେଉଛି ଆଗାମୀ ଯାତ୍ରା ଋତୁରେ ସଞ୍ଜୟ ଭୋଳ ତାଙ୍କ ନିଜ ଅଭିନୟ ଯାଦୁରେ କିଭଳି ଦର୍ଶକମାନଙ୍କୁ ନିଜ ପ୍ରତି ଆକର୍ଷିତ କରିପାରୁଛନ୍ତି। ଭୁବନେଶ୍ୱରରୁ କ୍ୟାମେରା ପର୍ସନ ରାଜେନ୍ଦ୍ର ନାୟକଙ୍କ ସହ ନିରଞ୍ଜନ ରେଡ୍ଡି, OTV।